जय जगन्नाथ। चलନ୍ତୁ ଆଜି ଗୋଟେ ଛୋଟିଆ ଭିଡ଼ିଓ ମୁଁ ଆପଣଙ୍କୁ ସେୟାର କରିବି। ଅଳ୍ପ ସମୟର ଭିଡ଼ିଓ। ଆପଣଙ୍କର DSC ଆକାଉଣ୍ଟରେ କେମିତି ଆପଣ ଫଣ୍ଡ ଡିପୋଜିଟ୍ କରିବେ। ତ ମୁଁ ସ୍କ୍ରିନ୍ ସେୟାରିଂ କରୁଛି, ଚାଲନ୍ତୁ ଦେଖିବା। ଅଳ୍ପ ସମୟର ଭିଡ଼ିଓ, ବହୁତ ଶୀଘ୍ର ସରିଯିବ। ଗୋଟେ ମିନିଟ୍ ମୁଁ ଖାଲି ସ୍କ୍ରିନ୍ ସେୟାରିଂ କରିଦିଏ, ତାପରେ ଦେନ୍ ସେସନକୁ ଆଗକୁ ବଢ଼େଇବା। ସେୟାର ଏଣ୍ଟାୟାର ସ୍କ୍ରିନ୍। ୟେସ୍, ବର୍ତ୍ତମାନ ଏଣ୍ଟାୟାର ସ୍କ୍ରିନ୍ ଅପସନ୍ ଆସିଯାଇଛି। ତ ଚାଲନ୍ତୁ ଆମେ ଜଣେ ଭାଇଙ୍କର DSC ଆକାଉଣ୍ଟ ଖୋଲିବା। ସିଏ ମୋର ମୋ ପାଖକୁ ତାଙ୍କର ଇମେଲ ଏବଂ ପାସୱାର୍ଡ ପଠେଇ ଦେଇଛନ୍ତି। ତ ଚାଲନ୍ତୁ DSC ଆକାଉଣ୍ଟକୁ ଖୋଲିକି ଦେଖିବା। ଅଲରେଡି ତାଙ୍କର KYC ବି ସରିଯାଇଛି, ଜଷ୍ଟ ଖାଲି ଦେଖିଦବା। ଲଗ୍ଇନ୍ କଲା ପରେ ଦେଖନ୍ତୁ ତାଙ୍କର ଆସେଟ୍ ବର୍ତ୍ତମାନ ସୁଦ୍ଧା ବି କିଛି ନାହିଁ, କିଛି ବି ଫଣ୍ଡ ସେ ଡିପୋଜିଟ୍ କରିନାହାନ୍ତି। ତ ଏଇଠି ଆମେ କେମିତି ଫଣ୍ଡକୁ ଡିପୋଜିଟ୍ କରିବା, ଯୋଉଟା କି ଇନ୍ ଫ୍ୟୁଚରରେ ତାଙ୍କର ଟ୍ରେଡିଂରେ ଲାଗିବ। ଚାଲନ୍ତୁ ସେ ବିଷୟରେ ଗୋଟେ ଛୋଟିଆ ଭିଡ଼ିଓଟେ ମୁଁ ଆପଣଙ୍କୁ ଦେଖାଉଛି। ତ ଦେଖନ୍ତୁ ଏଇଠି ଆପଣଙ୍କର ଗୋଟେ ଡିପୋଜିଟ୍ ଅପସନ୍ ଅଛି। ତ ସେ ଡିପୋଜିଟ୍ ଅପସନ୍କୁ ଆମେ ଯିବା। ଡିପୋଜିଟ୍ ଅପସନ୍ ଆସିଲା ପରେ ଆପଣଙ୍କୁ TRC20 ଦେଖନ୍ତୁ ଗୋଟେ QR କୋଡ୍ ଅଛି ଏବଂ ତଳେ ଡିପୋଜିଟ୍ ଆଡ୍ରେସ୍ ବି ଲେଖା ହେଇଛି। ତାକୁ ଆପଣ କପି କରିକି ନେଇଯିବେ। ତ ବର୍ତ୍ତମାନ ମୁଁ ଆକୁ ମିନିମାଇଜ କରିବି, ଦେନ୍ ଯିବା BingX ଏକ୍ସଚେଞ୍ଜକୁ, କାରଣ BingX ଏକ୍ସଚେଞ୍ଜରେ ହିଁ ତାଙ୍କର ଫଣ୍ଡ ଡିପୋଜିଟ୍ ହେଇକି ଅଛି। ତ ଚାଲନ୍ତୁ BingXକୁ ଖୋଜିବା। ତ ଦେଖନ୍ତୁ BingXରେ କିଛି USDT ଆଗରୁ ଆମେ ପରଚେସ୍ କରିକି ରଖିଛୁ। ତ ଏଇ ଜାଗାରେ ଆପଣ ଯୋଉ ତଳେ ଆସେଟ୍ ଲେଖା ହେଇଛି, ଆସେଟ୍କୁ ଯିବେ। ଆସେଟ୍କୁ ଗଲା ପରେ ୱିଥଡ୍ର ଅପସନ୍ ଏଠି କ୍ଲିକ୍ କରିବେ। ଟୋଟାଲ USDT 447.60 ଦେଖାଉଛି। ତ ସେଇ USDT ଉପରେ ପୁଣି ଆଉଥରେ କ୍ଲିକ୍ କରିବା। ଦେନ୍ ଅନଚେନ୍ ନେଟୱାର୍କକୁ ଯିବା। ତ ଏଠି ଦେଖନ୍ତୁ USDT ଆଡ୍ରେସ୍ ଉପରେ ଦେବାକୁ ପଡିବ, ଯୋଉଟା କି ଆମେ DSC ଏକ୍ସଚେଞ୍ଜରୁ କପି କରିକି ଆଣିଛେ। ସେଇଟାକୁ ଉପରେ ପେଷ୍ଟ କରିବା। ଦେନ୍ ନେଟୱାର୍କ ଅଛି TRC20, ଟ୍ରୋନର ହଉଛି TRC20, ତାକୁ ଆମେ ସିଲେକ୍ଟ କଲେ। ଦେନ୍ ୱିଥଡ୍ରଲ୍ ଆମାଉଣ୍ଟ $300 USDT ଆପଣଙ୍କର DSC ଏକ୍ସଚେଞ୍ଜରେ ପହଞ୍ଚିବା ଦରକାର। ତ ଦେଖନ୍ତୁ ଯଦି ମୁଁ 300 ଇଏ କଲି, ତ ଆଭେଲେବଲ ଆକ୍ଚୁଆଲ ଆରାଇଭାଲ ଆମାଉଣ୍ଟ ଲେଖୁଛି ଏଠି 298.5 USDT। ତେଣୁ ଆମକୁ 1.5 ଏକ୍ସଟ୍ରା ପୁଣି ଆହୁରି ଆଡ୍ କରିବାକୁ ପଡିବ। ତାହେଲେ 301.5 ଆଡ୍ କଲେ ଆକ୍ଚୁଆଲ ଆରାଇଭାଲ 300 USDT ଦେଖାଉଛି। ଦେନ୍ ୱିଥଡ୍ରଲ୍କୁ ଯିବା, କନଫର୍ମ କରିବା। ସିକ୍ୟୁରିଟି ଭେରିଫିକେସନ ପାଇଁ ଆମର ଦିଟା ଅପସନ୍ ଅଛି। ଜିମେଲକୁ କୋଡ୍ ଯିବ ଏବଂ ଗୁଗୁଲ ଅଥେଣ୍ଟିକେଟରକୁ ବି କୋଡ୍ ଯିବ। ତ ଗେଟ୍ କୋଡ୍କୁ କ୍ଲିକ୍ କରିବା। ଇମେଲ ଯାଇକି ଚେକ୍ କରିବା। ଅଲଗା ଜାଗାରେ ହାତ ବାଜିଗଲା। ମିନିଟ୍ ଏଠି ଅଛି। ରିଫ୍ରେଶ କରିଦବା। ୟେସ୍, BingX ଆସିଗଲା କୋଡ୍, ସିକ୍ୟୁରିଟି ଭେରିଫିକେସନ କୋଡ୍। ତାକୁ ଫଟାଫଟ କପି କରିକି BingX ସିକ୍ୟୁରିଟି ଭେରିଫିକେସନ କୋଡ୍ ଜାଗାରେ ପେଷ୍ଟ କରିବା। ତାପରେ ଅଛି ଗୁଗୁଲ ଅଥେଣ୍ଟିକେଟରକୁ ବି ଯିବା ଆମେ। ତ ଏଠୁ ଆମେ ଗୋଟେ ଷ୍ଟେପ୍ ବ୍ୟାକ୍ କରିଯିବା, ଫଟାଫଟ ଯିବା, ନହେଲେ ଟାଇମ୍ ସରିଯିବ। ଏଠି BingXକୁ ମୁଁ କପି କଲି, ଦେନ୍ ପୁଣି ସେଇ ଜାଗାକୁ ଯିବି। ଓକେ, ଦେନ୍ କନଫର୍ମ ହେଇଗଲା। ତେବେ ଚାଲନ୍ତୁ ଆମେ ପୁଣି DSC ଏକ୍ସଚେଞ୍ଜକୁ ଯିବା ଏବଂ ସେଠି ଦେଖିବା ଆକ୍ଚୁଆଲି ଫଣ୍ଡ ଆସିଲା କି ନାହିଁ। ୟେସ୍, ତ ଦେଖନ୍ତୁ ଏଇ ଜାଗାରେ ଗୋଟେ ଷ୍ଟେପ୍ ଆମେ ବ୍ୟାକ୍ କରିଯିବା।
ତ ବର୍ତ୍ତମାନ ବି ସେଠି 00 ଦେଖାଉଛି, ତାକୁ ଟିକେ ରିଫ୍ରେଶ କରିବା, ତଳକୁ ଟିକେ ଭିଡି ଆଣିବା। ତ ଚାଲନ୍ତୁ କଣ୍ଟିନ୍ୟୁଅସଲି 2-3 ଥର ଆମେ ରିଫ୍ରେଶ କରିକି ଦେଖିବା। ବର୍ତ୍ତମାନ ସୁଦ୍ଧା ବି ଆସିନି। କିଛି ବି ବ୍ୟସ୍ତ ହବା ଦରକାର ନାହିଁ, ମଝିରେ ମଝିରେ ଟିକେ ଲେଟ୍ ହେଇଯାଏ, ସାଙ୍ଗେ ସାଙ୍ଗେ ଆସିନି। ବ୍ଲକ ଚେନ ରେ କିଛି ଟିକେ ଟାଇମ ଟେକିଂ ନେଇଯାଏ। ତ ଯେତେ ପର୍ଯ୍ୟନ୍ତ ଫଣ୍ଡ ଆସିନି, ଆମ କାମ ହେଲା ତାକୁ ଖାଲି ରିଫ୍ରେଶ କରୁଥିବା, ଆଉ କିଛି ନାହିଁ। ବର୍ତ୍ତମାନ ସୁଦ୍ଧା ବି ଆସିନି। ରିଫ୍ରେଶମେଣ୍ଟ ଟା ଚାଲିଥାଉ। ତ ଫ୍ରେଶ ଦେଖନ୍ତୁ ବର୍ତ୍ତମାନ ଆସିଯାଇଛି ତାଙ୍କ ୱାଲେଟ କୁ $300 ପଳେଇ ଆସିଛି। ତ ଏତିକି ଆପଣଙ୍କୁ ଜଣେଇବାର ଥିଲା। ତ ବର୍ତ୍ତମାନ ତାଙ୍କର ଆକାଉଣ୍ଟ ଆମେ ଲଗ ଆଉଟ କରିବା ଏବଂ ବନ୍ଦ ଚାର୍ଟରେ ଯାଇକି ରଜା ମ୍ୟାଡାମକୁ ବି ଚାଟ୍ କରିବା ଏବଂ ଷ୍ଟିଫେନ ସାରଙ୍କୁ ବି ଚାଟ୍ କରିବା ଯେ ତାଙ୍କ ଆକାଉଣ୍ଟ ଟା ଶୀଘ୍ର ଆକ୍ଟିଭେଟ ହବ ବୋଲି। ତ ଆଜିର ଭିଡିଓଟାକୁ ଏତିକିରେ ଆମେ ସମାପ୍ତ କଲୁ। Thank you for watching this video. ଜୟ ଜଗନ୍ନାଥ।